ଶପଥ ବିଷୟଟି ହେଲା ମହାବୀର ବଜରଙ୍ଗବାଲୀଙ୍କ ଜନ୍ମ। ଗାଆନ୍ତୁ। ଆଜ୍ଞା ଆପଣଙ୍କର ନଜର କୋଉଠି ଥାଇ କହିପାରୁନି। ବଜରଙ୍ଗବାଲୀଙ୍କର ହନୁମାନଙ୍କର ଜନ୍ମଟା ଆଜ୍ଞା ତିନି ପ୍ରକାର। ମୁଁ ଯେତିକି ଜାଣିଛି ଚିତ୍ର କଳାକାର ହିସାବରେ ତିନି ଭାଗରେ ମୁଁ ଜାଣିଛି। ପ୍ରଥମତଃ ରାମାୟଣ ଟପିକଟା ଗୋଟେ ନଜର ପକେଇବା, ତାପରେ ମହାଭାରତ ସାରଳା ଦାସଙ୍କର ବି ଦେଇଛି, ଇଏ ନଜର ପକା ବୁଝାବା।
ଆପଣ ଟିକେ ଗାଆନ୍ତୁ। ଆଜ୍ଞା ଟିକେ ନାଁ କହିଦେବୁ ସାରେ। ସାରଳା ଦାସ ମହାଭାରତ ଆପଣ ଦେଖିବେ, ଆମେ ସମସ୍ତେ କହୁଛେ ପବନ ନନ୍ଦନ ଏବଂ ଶିବଙ୍କର ବ୍ରହ୍ମରୁ ଜାତ ବୋଲି ଶିବଙ୍କର ପୁତ୍ର କହୁଛେ ବା ଏକାଦଶ ରୁଦ୍ର କହୁଛେ। ବଡ଼ ଭାଇଙ୍କର ମୁଁ ବେଶୀ କିଛି ମୁଁ ଜାଣିଛି ବୋଲି କହୁଛି ତାଙ୍କର। ମହାଭାରତରେ ଦେଇଛି ହନୁମାନଙ୍କର ପ୍ରକୃତ ବାପା ହଉଛନ୍ତି ଉତ୍ତମ ଋଷି, ନୁହେଁ ନା? ପ୍ରକୃତ ବାପା ହଉଛନ୍ତି ଉତ୍ତମ ଋଷି। ଦେଖନ୍ତୁ ଆଜ୍ଞା, ହନୁମାନଙ୍କର ଜନ୍ମ ମୋର ଶ୍ରଦ୍ଧେୟ ସାନ ଭାଇ ମନୋଜ ବାବୁ ଗାଇଲେ ମନ୍ଦ ନୁହଁ। ମହାଭାରତ ଏଇ ଯୋଉ ହନୁମାନଙ୍କର ଜନ୍ମ 3, 4, 5 ପ୍ରକାର ଅଛି, ଫେଣ୍ଟା ଗୋଳିଆ ହେଇକି ଅଛି। ଯୁଆଡୁ ବି ନେବେ ଶିବ ପାର୍ବତୀଙ୍କର ମିଳନ ଆସୁଛି। କେମିତି ଆସୁଛି ନା ସିଏ ପାନର ପାନରୀ ହେଇକି ପ୍ରେମ କରୁଥିବେ। ହେଇଟା ତ ସବୁ ପଢା ହୋଇଛନ୍ତି, ପୁରା 10 ଅବତାର ଏ ଶୁଣ, ତମେ ଗୋଟିଏ କହିଲ, ତମେ ଚୁପ ରୁହ। ୟା ପରେ ଶୁଣ ମୁଁ କହୁଛି, ଏଇଟା ମାନେ ସବୁଆଡୁ ଆସିବ ଶିବ ପାର୍ବତୀଙ୍କର ମିଳନ। ଆଉ ସେଠି ଯଦି ପବନ ନ ପଶିବେ ହନୁମାନ ଜନ୍ମ ହେଇପାରିବ ନାହିଁ। ଏଇଟା ହେଲା ମୁଖ୍ୟ କଥା। କିନ୍ତୁ ମୁଁ ଗୋଟେ ନୂଆ ଜିନିଷଟେ ଆପଣଙ୍କୁ କହିବି ଯେ ନା ଶିବଙ୍କର ପୁତ୍ର ନା ଉତ୍ତମ ଋଷିଙ୍କର ପୁତ୍ର, ମୁଁ ଡାଇରେକ୍ଟ ଆଜ୍ଞା ଦଶରଥଙ୍କର ତାଙ୍କୁ ଜନ୍ମ କରିଦେବି। ହଉ ହଉ ହଉ। Mona
କବି ଲେଖିଲେ ଯେ ଦଶରଥଙ୍କର ବ୍ରହ୍ମଟା ଯେତେବେଳେ ରାବଣ ମାଗିକି ନେଲା ଧରିକି ଯାଉଛନ୍ତି ପୁଷ୍ପପୁରରେ ଗୋଟେ ଶାଗୁଣା ଖାଦ୍ୟ ଦ୍ରବ୍ୟ ପାଇଁ ତାକୁ ନାଇଁ ବାଜପତି ବାଜପତି କହୁଥିଲି ମୁଁ ବାଜପତି ଶାଗୁଣା ବାଜପତି ଏକ ଜାତୀୟ ପକ୍ଷୀ ସେମାନେ ତ ଏଇ ଯେତେବେଳେ ନେଇଯାଇଛନ୍ତି ୟାଙ୍କର ଛଡା ଛୁଡିରେ ଯିଏ ରାବଣ ଆଉ ବାଜପକ୍ଷୀର ସେ ତଳକୁ ପତିତ ହେଇଛି କି ଚପତିଟା ଯୋଉ ପତିତ ହେଇଛି ପବନ କହିଲେ ଏଇ ବ୍ରହ୍ମଟା ଯଦି କ୍ଷତି ହେଇଯିବ ତାହେଲେ ରାମ ଆଉ ମାନେ ରାମକୁ ସାହାଯ୍ୟ କରିବା ପାଇଁ ଆଉ କେହି ନାହିଁ ହେଇପାରିବେନି ରାବଣ ନିଧନ ହେଇପାରିବେନି ତେଣୁ ପବନ ଦେବତା କଣ କଲେ ତାକୁ ନେଇକି ଅଞ୍ଜନା ଊର୍ଦ୍ଧ୍ୱମୁଖ ହେଇକି ତପସ୍ୟା କରିଛନ୍ତି ନାସାରନ୍ଧ୍ରରେ ତାକୁ କ୍ଷେପଣ କଲେ ଗର୍ଭକୁ କ୍ଷେପଣ କଲେ ଗର୍ଭବାସ ହେଲେ କିନ୍ତୁ ହନୁମାନ ଆଉ ଜନ୍ମ ହଉନାହାନ୍ତି କାହିଁକି ଜନ୍ମ ହଉନାହାନ୍ତି ନା ମୋର ଯଦି ଲିଙ୍ଗ ଲାଗିବ ମାତାର ଭବଦ୍ୱାରରେ ତାହେଲେ ମତେ ମାତୃହରଣ ଦୋଷ ଲାଗିବ କଣ କରାଯିବ ଆଜ୍ଞା କଦଳୀ ଭିତରେ ବଜ୍ର ଛଟାକୁ ଦେଇ ମାତା ଗର୍ଭକୁ କ୍ଷେପଣ କଲେ ଉଦରରେ ଛଟା ପରିଧାନ କଲେ 10 ବର୍ଷ ସେ ଜନ୍ମ ଗ୍ରହଣ କଲେ ଆଚ୍ଛା ହଉ ଗୋଟିଏ କ୍ଷୁଦ୍ର ପ୍ରଶ୍ନ